ଜୟ ଜଗନ୍ନାଥ। ସତ୍ୟ ଓ ତା'ର ସନ୍ଦେଶ। ସତ୍ୟର ବିକଳ୍ପ ନାହିଁ। ସତ୍ୟ ହିଁ ସତ୍ୟ। ସତ୍ୟ ସନାତନ ଚିର ଶାଶ୍ୱତ ପୂର୍ଣ୍ଣ ବ୍ରହ୍ମ ପରମ ବ୍ରହ୍ମ ନିତ୍ୟ ଓ ସର୍ବବ୍ୟାପକ ତଥା ସର୍ବସିଦ୍ଧିଦାତା। ସତ୍ୟ ହିଁ ଜ୍ଞାନ। ସତ୍ୟ ହିଁ ଈଶ୍ୱର। ସେହି ସତ୍ୟର ଅନୁଭବ ଓ ଉପଲବ୍ଧି ନିମିତ୍ତ ଆବଶ୍ୟକ ହେଉଛି ଚେତନା। ଚେତନା ହେଉଛି ଅନୁଭବ ବା ଜ୍ଞାନ। ସାମ୍ପ୍ରତିକ ସମୟରେ ଆମେ ମଣିଷମାନେ ଯେଉଁମାନେ କି ଈଶ୍ୱରଙ୍କ ସନ୍ତାନ, ଅମୃତର ସନ୍ତାନ, ସତ୍ୟ ବା ଜ୍ଞାନ ବା ଈଶ୍ୱରଙ୍କୁ ପାଶୋରି ବସ୍ତୁବାଦୀ ଜଡ଼ ବିଜ୍ଞାନର ମାୟାଜାଲରେ ଛନ୍ଦି ହୋଇ ଅସତ୍ୟ, ଅନ୍ୟାୟ ଓ ଅପକର୍ମରେ ନିମଜ୍ଜିତ ହୋଇ ଆତ୍ମବିସ୍ମୃତ ହୋଇ ପଥଭ୍ରଷ୍ଟ ହୋଇଯାଇଛୁ, ସେମାନଙ୍କୁ ମାର୍ଗଦର୍ଶନ କରାଇ ସୁପଥଗାମୀ କରିବାର ଆବଶ୍ୟକତା ରହିଛି। ଭାରତୀୟ ଧର୍ମ, ଦର୍ଶନ, ସଂସ୍କୃତି ଓ ସଭ୍ୟତା ବିଶ୍ୱର ସର୍ବଶ୍ରେଷ୍ଠ ଧର୍ମ ଓ ଦର୍ଶନ। ଏହାର ଆଧାର ଭୂମି ହେଉଛି ସତ୍ୟ, ଶିବ ଓ ସୁନ୍ଦର। ଯାହା ସତ୍ୟ ତାହା ହିଁ ଶିବ ଓ ସୁନ୍ଦର। ପୁନଶ୍ଚ ଯାହା ସୁନ୍ଦର ତାହା ହିଁ ସତ୍ୟ ଏବଂ ତାହା ମଧ୍ୟ ଶିବ। ଜଣେ କରୁଥିବା କାର୍ଯ୍ୟଟି ଉଚିତ ବା କରଣୀୟ ଓ ସୁନ୍ଦର ହୋଇଥିଲେ ମଧ୍ୟ ଯଦି ତାହା ସମାଜ ପାଇଁ ଶିବ ବା ମଙ୍ଗଳକର ନ ହୁଏ, ତେବେ ସେପରି କାର୍ଯ୍ୟ ନ କରିବା ଉଚିତ। ମାତ୍ର ଭାରତର ଭିନ୍ନ ଅନ୍ୟ ଦେଶ, ଧର୍ମ ଓ ସଂସ୍କୃତି ଶିବକୁ ବାଦ ଦେଇ କେବଳ ସତ୍ୟ ଓ ସୁନ୍ଦର ଉପରେ ପ୍ରତିଷ୍ଠିତ। ଜଣେ ଅଭିନେତା ଅଭିନୟ କରିବ, ବିଷୟବସ୍ତୁଟିକୁ ମନୋରମ ଓ ସୁନ୍ଦର କରି ପରିବେଷଣ କରିବ, ଲୋକମାନଙ୍କୁ ଆନନ୍ଦ ଦେବ, ତାହା ସେମାନଙ୍କର ମଙ୍ଗଳ ନ କରୁ ପଛେ ସେ ବାହାବା ନେବ। ଏଇ ହେଉଛି ବିଦେଶୀ ଧର୍ମ, ଦର୍ଶନ ବା ସଂସ୍କୃତି। ଭାରତୀୟମାନେ ଏପରି ଭାବକୁ ଆଦୌ ଗ୍ରହଣ କରିପାରିବେ ନାହିଁ। ଦିବ୍ୟ ଆତ୍ମନ୍ ଭଗବତ୍ ଉପଲବ୍ଧି ତୁମର ଜନ୍ମଗତ ଅଧିକାର। ପୃଥିବୀରେ ଏପରି କୌଣସି ଶକ୍ତି ନାହିଁ ଯାହା ତୁମଠାରୁ ଏହି ଅଧିକାରକୁ କାଢ଼ି ନେଇପାରିବ। ଏପରି କୌଣସି ଶକ୍ତି ନିୟମ ନାହିଁ ଯାହା ତୁମକୁ ଏହି ଦେବଦତ୍ତ ଅଧିକାରର ଅଭିବ୍ୟକ୍ତିରେ ବାଧା ଦେଇପାରିବ। ସର୍ବଦା ମନେରଖ ଯେ ତୁମେ ହେଉଛ ଭଗବାନଙ୍କର ଓ ତୁମ ଉପରେ ତାଙ୍କର ସର୍ବୋତ୍ତମ ଅଧିକାର ରହିଛି। ଯେତେଦିନ ପର୍ଯ୍ୟନ୍ତ ତୁମେ ଏହା ନ ବୁଝିଛ, ସେତେଦିନ ଯାଏଁ ତୁମେ ଦୁଃଖ, ଯନ୍ତ୍ରଣା, ହତାଶା ଓ ଜଡ଼ତା ଭିତରେ ସଢ଼ୁଥିବ। ଏହି ପୃଥିବୀରେ ତୁମର ଜନ୍ମ ଏକ ଦିବ୍ୟ କର୍ମ ପାଇଁ ଅଭିପ୍ରେତ ଓ ତୁମେ ସେହି କର୍ମଟି ସମ୍ପାଦନା କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇ ସତ୍ୟଲୋକରୁ ଏ ମର୍ତ୍ତ୍ୟଲୋକକୁ ଅବତରି ଆସିଛ। ତୁମେ ସତ୍ୟ, ତୁମେ ପୂର୍ଣ୍ଣ, ତୁମେ ହିଁ ପରମ ଚେତନା। ଜାଗତିକ ଦୁନିଆର ହସ ଓ ଅଶ୍ରୁ ଭିତରେ ତୁମେ ନିଜକୁ ନିଜେ ହିଁ ବାନ୍ଧି ରଖିଛ। ତୁମେ ତୁମର ସ୍ୱରୂପ, ତୁମର ପ୍ରତିଶ୍ରୁତି ଭୁଲି ଯାଇଛ। ଏହି ବିସ୍ମୃତି ତୁମର ଦୁଃଖର, ଯନ୍ତ୍ରଣାର, ହତାଶାର କାରଣ। ତୁମର ଏହି ସମସ୍ତ ଦୁଃଖ, ଯନ୍ତ୍ରଣା, ହତାଶାର ଅନ୍ତିମ ସମୟ ଏବେ ପହଞ୍ଚିଛି। ତୁମେ ଏକ ନୂତନ ପୃଥିବୀ ପାଇଁ, ଏକ ନୂତନ ସମାଜ ପାଇଁ ଅଭିପ୍ରେତ ହୋଇ ଆସିଛ। ତୁମର ଅଜ୍ଞାତବାସ ଶେଷ ହୋଇଛି। ନିଜର ବନ୍ଧନ ନିଜେ ଖୋଲିଦିଅ ଓ ଏହି ଦିବ୍ୟ କର୍ମର ଯଜ୍ଞରେ ନିଜକୁ ଆହୁତି ଦେଇଦିଅ। ଶାଶ୍ୱତ ଆନନ୍ଦ ଓ ଶାନ୍ତି ତୁମକୁ ହାତ ଠାରି ଡାକୁଛି। ଜୟ ଜଗନ୍ନାଥ।